सूर्याय नमः चंद्राय नमः पृथ्वी नमः नवग्रहभ्यो नमः जगन्नाथाय नमः जगन्नाथ नीलाद्रि चतुर्धामूर्तये नमः शिशु अनंताय नमः। आज सूर्य पराग आउ केतबेले हुए चंद्र ग्रहण सूर्य आउ चंद्र एई दुईटी ज्योति सकल शक्तिर आधार समग्र पृथ्वी पई एमाने देवता देवता शब्दर अर्थ जी दाता सूर्य चंद्र केवल भारतर नुहंती कि हिंदूर नुहंती से समग्र पृथ्वीर किंतु हिंदूर मूल तत्व होची जाहांक ठारू से किछि पाए ताकू कृतज्ञता जनाए बा श्रद्धार्घ्य अर्पण करे। मन कर जाऊ कहारी मतरे सूर्य देवता नुहंती किंतु सूर्य दाता आकु तो मानिया पड़ो सी अति बाइगणी रश्मि हो ग्रीष्म ताप हो अग्नि हो ताकु तो सी माने सूर्य दियंती चंद्र तो ज्योत्सना दियंती औषध दियंती यही जो कथा गुड़िक हिंदू माने आमर पूर्वाचार्य माने यहाकू उपलब्धि करी एमानंकु गोटे स्वतंत्र आसन देइचंती। एमानक पाई पूजा व्रत मंत्र सबु किछि ताकू श्रृंखलित भाव रखिचंती किंतु आमे वर्तमान गोटे बेले बेले गोटे विवाद भितर को आमको कई नहीं जाउछंती यही हिंदू धर्म रे थाइके मध्य से विवाद सृष्टि करुछंती जे सूर्य किछि नुहे चंद्र किछि नुहे सूर्य पराग किछि नुहे राहु ग्रास बा केतु ग्रास ये सब किछि नुहे बलिया भी कहूँ ये सब किछि किंतु सूर्य सत्य चंद्र सत्य पृथ्वी सत्य यही तीनोटी को लेकिरी समग्र जगत चली ये जो ज्योतिष शास्त्र अनुजाई से देवनीति बंद से हांडी छाड़ ये जो कथा गुड़ा को नहीं जो वितर्क चली से वितर्क जी करुचे ताकू आमे किछि माने आमर किछि आम तरफ किछि आमर असुविधा नहीं किंतु आमे पूर्वपुरुष मानकर कथा को मानिबू बाप कथा जदि पुओ न मानिबो ताले पुओ कथा केमती ता पुओ मानिबो महाजन जेन कतस्य पंथा गोटे सूर्य पराग चंद्र ग्रहण को नहीं गोटे खाद्यर परिवर्तन हुए आमे जहाँ खाऊलु आ गोटे अन्य प्रकार खाऊ कौन खाऊ आम पिला दिनु आमे खाऊ आमे उपास रही पारुना किंतु खाऊ
ପୂର୍ବ ରାତିରୁ ତିଆରି ହୋଇଥିବା ରୁଟି, ଚକୁଳି ପିଠା କିମ୍ବା କୌଣସି ଏକ ପିଠା, ଚୁଡ଼ା, ଦହି, ମୁଢ଼ି ଏଗୁଡ଼ିକ ଆମେ ଖାଉ। ଏମିତି ଗୋଟେ ଖାଉ ଖାଉ ଗୋଟେ ସମୟ ବିତିଯାଏ। ଆଉ ଖାଦ୍ୟଟା ପରିବର୍ତ୍ତନ ହେଲେ ବି ଦେହ ସୁସ୍ଥ ରୁହେ। ଯେଉଁମାନେ ଜମା ଖାଆନ୍ତି ନାହିଁ, କିନ୍ତୁ ସେ କଥାରେ ଆମେ ବି ରାଜି ନୁହଁ। କିଛି ଖାଅ, କିନ୍ତୁ ଯାହା ଖାଇବ ସୁଷମ ଖାଦ୍ୟଟିଏ ଖାଅ, ଅଳ୍ପ ଅଳ୍ପ ଖାଅ। 2 ଥର ଖାଉଥିଲ 3 ଥର ଖାଅ, କିଛି ଅସୁବିଧା ନାହିଁ। କିନ୍ତୁ ସୂର୍ଯ୍ୟଙ୍କୁ, ଚନ୍ଦ୍ରଙ୍କୁ, ପୃଥିବୀଙ୍କୁ ଯେଉଁ ସମ୍ମାନ ଦେବା କଥା ତମେ ଦିଅ। ତାଙ୍କ ଉଦ୍ଦେଶ୍ୟରେ ଇଏ ଦିନଟିକୁ ସମର୍ପଣ କର। ଆଦର ଅସୁବିଧାଟା କୋଉଠି ରହିଲା? ସୂର୍ଯ୍ୟଙ୍କ ବିନା ପୃଥିବୀ ନାହିଁ, କି ପୃଥିବୀ ବିନା ଆମର ସ୍ଥିତି ବି ନାହିଁ। ଆମେ ମାନୁଛୁ, ମୁସଲମାନ ମାନେ ମାନୁନାହାନ୍ତି। ପୃଥିବୀ ରହିଛି କି ନାହିଁ? ଆମେ ମାନୁଛୁ, ଖ୍ରୀଷ୍ଟିଆନ ମାନେ ମାନୁନାହାନ୍ତି। ତାହେଲେ ପୃଥିବୀ ରହିଛି କି ନାହିଁ? ପୃଥିବୀ ରହିଛି, ରହିବ। ତମ ଉପାସନା, ତମ ଖାଦ୍ୟପେୟ, ଖାଇଲ ନ ଖାଇଲ ଏଇଥିପାଇଁ ଯେ ପୃଥିବୀଟା ହଜିଯିବ ତା ନୁହେଁ। କିନ୍ତୁ ଆମେ କୃତଜ୍ଞ ହେବାନି। ଆମେ ସମଗ୍ର ପୃଥିବୀ ତରଫରୁ ଆମେ ଯାହାଙ୍କ ଠାରୁ ପୃଥିବୀ ଜନ୍ମ ହେଇଛି, ଯାହାଙ୍କ ଠାରୁ ପୃଥିବୀ ଶକ୍ତି ସଞ୍ଚରଣ କରିଛି, ଆମେ ଗୋଟିଏ ଦିନ ତାଙ୍କୁ ଆମେ ସମ୍ମାନ ଦେବା। ହେଲେ ଆପଣମାନେ ଯଦି କେହି ବ୍ୟକ୍ତି ଜ୍ୟୋତିଷମାନଙ୍କର ଜ୍ୟୋତିର୍ବିଜ୍ଞାନକୁ ଗ୍ରହଣ କରୁନାହାନ୍ତି, ଗୋଟିଏ ଯୁକ୍ତି ଦେଉଛି, ବିଜ୍ଞାନ ଯେଉଁ କଥାକୁ ଅନୁମୋଦିତ କରିଛି, ଜ୍ୟୋତିଷ ଯାହା କହୁଛନ୍ତି ବା ଜ୍ୟୋତିର୍ବିଜ୍ଞାନୀ ମାନେ ଯେଉଁ ନିୟମଟା ଦେଲେ, ଏତିକି ବେଳେ ସୂର୍ଯ୍ୟ ପରାଗ ଆରମ୍ଭ ହେବ, ଏତିକି ବେଳେ ଛାଡ଼ିବ, ଚନ୍ଦ୍ର ଏତିକି ବେଳେ ମାନେ ଗ୍ରହଣ ଲାଗିବ, ଏତିକି ବେଳେ ଛାଡ଼ିବ। ମୋ ପିଲାଦିନୁ ଦେଖିଛି ଗୋଟାଏ ମିନିଟ୍ ବି କେବେ ଏପଟ ସେପଟ ହୁଏ। ଯଦି ପ୍ରକୃତରେ ଜ୍ୟୋତିଷମାନଙ୍କର ଜ୍ଞାନ ଯଦି କିଛି ନୁହଁ, ତାହେଲେ ସେମାନଙ୍କର ଏ କଥାଟା କେମିତି ସତ୍ୟ ହେଉଛି? ଯଦି ନବଗ୍ରହମାନଙ୍କର ଗୋଟେ 9ଟା ଗ୍ରହ ମାନେ କ'ଣ ସେଗୁଡ଼ା କୁଆଡ଼େ ଅଛନ୍ତି? ଏଇ ତାରା ନକ୍ଷତ୍ର ଭିତରେ ଅଛନ୍ତି। ଆପଣମାନେ ତ ଜାଣୁଛନ୍ତି ଆଜି ମଙ୍ଗଳ ଗ୍ରହକୁ ମଣିଷ ଯାଉଛି, ଆଜି ଚନ୍ଦ୍ରଙ୍କ ପାଖକୁ ଯାଉଛି। ଆମ ପୁରାଣ ମାନଙ୍କରେ ସବୁ ଲେଖା ହେଇଥିଲା, ଗୋପୀମାନେ କୃଷ୍ଣକୁ ଖୋଜିବାକୁ ଗଲେ ଚନ୍ଦ୍ରମଣ୍ଡଳ, ଦଶରଥ ଶନିଙ୍କ ପାଖକୁ ଗଲେ। ଏଗୁଡ଼ିକ ଆମ ପୁରାଣରେ ଲେଖା ହେଇଥିଲା, କିନ୍ତୁ ଆମେ ତାକୁ ବିଶ୍ୱାସ କରୁଥିଲୁ, କେତେବେଳେ କରୁନଥିଲେ। କିନ୍ତୁ ଏବେ ତ ପ୍ରମାଣ ହେଇଗଲା ଏସବୁ ଅଛନ୍ତି। ଯଦି ଅଛନ୍ତି, ତାଙ୍କର କୋଉ ଶକ୍ତିଟା ପୃଥିବୀ କି ଆସୁଛି, କେତେବେଳେ ଆସୁଛି, କିପରି ଭାବରେ ଆସୁଛି, ତାହା ଆମ ପାଇଁ ଉପକାର କି ଅପକାର, ସେ କଥା କାହିଁ ଭୁଲ ହେଇଯିବ? ସେ କଥାକୁ ସମ୍ପୂର୍ଣ୍ଣ କାଟିଦେଲେ ଆମର ସେଇଟା ଭୁଲ। ଯେ ତମେ ଯଦି କାଟିଦେବ, ତାହେଲେ ବି ଜ୍ୟୋତିର୍ବିଜ୍ଞାନ ରହିବ, ସେ ସବୁବେଳେ ରହିବ। ଓଡ଼ିଶାର ସାମନ୍ତ ଚନ୍ଦ୍ରଶେଖରଙ୍କର ମାପକାଠି, ଯେ ଜାତିର ପୁଅ ଚନ୍ଦ୍ରଶେଖର ବାଉଁଶ କାଠିରେ ସରଗ ବାପି। ତାଙ୍କ ଜୀବନୀକି ଯଦି ଆପଣମାନେ ପଢ଼ିବେ, ଖାଲି ଗୋଟିଏ ଜିନିଷ ପ୍ରମାଣ ହେଇପାରୁନି, ସୂର୍ଯ୍ୟ ଘୁରୁଛି କି ପୃଥିବୀ ଘୁରୁଛି। କିନ୍ତୁ ତାଙ୍କ ଜୀବନ ଦଶା ବେଳେ ସେ ବିବାହ ହେବାକୁ ଯାଇଥିଲେ, ଦେଖିବା ପାଇଁ ସମ୍ପୂର୍ଣ୍ଣ ବିକୃତ ମୁଖ ତାଙ୍କର।
କିନ୍ତୁ କଣ୍ଠ ହେଉଛି କୋକିଳ। ଯେଉଁ ଝିଅକୁ ବାହା ହେବାକୁ ଯାଇଥିଲେ ସାମନ୍ତ, ସେ ପୁଣି ମାନେ ରାଜପୁତ୍ର, ସେ ଝିଅଟି ତାଙ୍କୁ ଦେଖିକିରି ମୁହଁ ମୋଡ଼ିକି ପଳେଇଲା। ଏଇଟାକୁ କିଏ ବା? ସେ ତାର ସାଙ୍ଗସାଥୀ ମାନ ସହିତ ବୁଲିଲା। ବରଯାତ୍ରୀ ଦଳ ବର ଆଉ କ'ଣ କରିବା, ଆମେ ତାର ପଳେଇବା ଆଉ। ସାମନ୍ତ ଚନ୍ଦ୍ରଶେଖର କହିଲେ ତୁମେ ଅପେକ୍ଷା କର, ଏତିକି ଘଣ୍ଟା, ଏତିକି ମିନିଟ୍, ଏତିକି ରୀତା ପର୍ଯ୍ୟନ୍ତ ତମକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ, ତାପରେ ଆମେ ଖାଲି କ'ଣ ବସିବା, ଗୋଟେ ଗୀତ ବୋଲିବା ଆଉ। ସାମନ୍ତ ଚନ୍ଦ୍ରଶେଖର ଗୀତ ବୋଲିଲେ, ସିଏ ମଧୁର ବିତାନ ସେ ଝିଅଟି ଶୁଣି ସେ ପୁଣି ଆସି କହିଲା, ମୁଁ ସେଇଆକୁ ହିଁ ବିବାହ। ଇଏ ହେଉଛି ମାନେ ପୂର୍ବ କାଳର ଜ୍ୟୋତିଷମାନ ଗୋଟେ ଉଦାହରଣ ଦେଲି। ସାମନ୍ତ ଚନ୍ଦ୍ରଶେଖରଙ୍କୁ ଜ୍ୱର ହେଲା, ସେ କହିଦେଲେ ମୁଁ ଏଇ ସମୟରେ ଯିବି, ମୋତେ ପୁରୀ ନେଇଚାଲ, ଶ୍ରୀକ୍ଷେତ୍ରକୁ ନେଇଚାଲ। ସାମନ୍ତ ଚନ୍ଦ୍ରଶେଖର ଯେଉଁ ବାଉଁଶ କାଠିରେ ସରଗ ମାପି ଆଜି ବର୍ତ୍ତମାନ ହୃଦ ବିଜ୍ଞାନୀ ମାନେ ଗୋଟେ ମଝିରେ ଗୋଟେ ପତ୍ରିକାରେ ବାହାରିଥିଲା, ସେଟା ପିଲାମାନେ ଜାଣିଥିବେ। ସେଇ ଯେଉଁ ବାଉଁଶ ନଳା କୁଆଡ଼େ ସେ ମାନେ ଯେଉଁ ବ୍ୟବହାର କରୁଥିଲେ ଅବିକଳ ହୃଦଯନ୍ତ୍ରକୁ ମାପିବା ପାଇଁ ବା ରୋଗ ନିରୂପଣ କରିବା ପାଇଁ, ସେଇଭଳିଆ ଗୋଟେ ଯନ୍ତ୍ର ସେ ସୃଷ୍ଟି କରିଛନ୍ତି। ସିଏ ତାକୁ ମାନେ ଏଇଟା 10-15 ବର୍ଷ ତଳର କଥା ମୁଁ କହୁଛି। ତେଣୁ ସବୁ କଥାର ସତ୍ୟତା ରହିଛି, କିନ୍ତୁ ତାର ଅର୍ଥ ନୁହେଁ ଆମେ ଜିଭ ଦେଖେଇକିରି ଖତେଇ ହେଲା ଭଳିଆ ଜଣେ ଜଣଙ୍କୁ ଉପହାସ କରିବ, କଥା ପଦେ କଲେ ଆମେ ମାନିବୁନି, ତମେ ନ ଖା, ଆମେ ଆମର ଖାଇବୁ ବୋଲି କ'ଣ କୁକୁଡ଼ା ମୋଡ଼ିକିରି ଖାଇବୁ, ଛେଳି ଖାଇବୁ, ଏଇଆ ଖାଇବୁ? ସେଦିନ କ'ଣ ଆମେ ଯେତେବେଳେ ଜନ୍ମ ହେଇଥିଲୁ କ'ଣ ଏହାକୁ ଖାଇକି ଜନ୍ମ ହେଇଥିଲୁ? ଆମେ ସେଦିନ କ୍ଷୀର ଖାଇଛୁ, ବିସ୍କୁଟ ଖାଇଛୁ, ଆଉ ଟିକେ ଯେତେବେଳେ ବଡ଼ ହେଲୁ ଚୁଡ଼ା ଖାଇଲୁ, ମୁଢ଼ି ଖାଇଲୁ, ରୁଟି ଖାଇଲୁ। ଆଉ ଟିକେ ଯେତେବେଳେ ବଡ଼ ହେଲୁ ଆମ ଓଡ଼ିଶାରେ ଭାତ ଡାଲମା କରି ଖାଇଲୁ। ସେଇ କଥାଟା କହୁନା, ନାଇଁ ତମେ ତୁମର ମାନ, ଆମେ ମାନିବୁ ନେଇ, ଆଉ ଆମେ ଆମର ଭାତ ଡାଲମା ଛେନା ତରକାରୀ କରି ଖାଇବୁ। ଖାଅ, ଯଦି ତମେ ନ ମାନିବ ନ ମାନ। ସାରା ପୃଥିବୀ ଯଦି ମାନୁନି, ପୃଥିବୀ ରହିଛି, ତମେ ନ ମାନିଲେ ବି ପୃଥିବୀ ରହିବ। କିନ୍ତୁ ପୂଜ୍ୟ ପୂଜାକୁ କାହିଁ ବ୍ୟତିକ୍ରମ କରିବା? ତେଣୁ ସଜ୍ଜନ, ସବୁ କଥାର ସତ୍ୟତା ରହିଛି ଏବଂ ବେଳେବେଳେ ସେ ସତ୍ୟଟା ଟିକେ ଅଳଙ୍କୃତ ହେଇକି ଲମ୍ବି ଯାଇଛି। କେତେକ କପୋଳକଳ୍ପିତ କଥା ଗୁଡ଼ାକ, କିନ୍ତୁ ଆମେ ଯେମିତି ଭାବୁଛୁ ଜ୍ୟୋତିଷ କିଛି ନୁହେଁ, ଏଇ ଯେଉଁ ଭାବୁଛୁ ଆମେ, କି ଆମେ ଯେଉଁ ଭାବୁଛୁ ଯେ ସୂର୍ଯ୍ୟପରାଗ କିଛି ନୁହେଁ, ଚନ୍ଦ୍ରଗ୍ରହଣ କିଛି ନୁହେଁ, ସୂର୍ଯ୍ୟ ବା ଅଛନ୍ତି କିଛି ନୁହେଁ କ'ଣ? ସେଇ ଯେଉଁ ଆଜିର ଯେଉଁ ବ୍ୟତିକ୍ରମଟା ସୂର୍ଯ୍ୟ ଚନ୍ଦ୍ର ପୃଥିବୀଙ୍କ ମଧ୍ୟରେ ଘଟୁଛି, ଏବଂ ଘଟୁଛି, ସେ ଘଟିବାଟାକୁ ଆଜି ଆମେ ବିଜ୍ଞାନ ମାର୍ଗରେ ସବୁବେଳେ କଥାକୁ ପ୍ରମାଣ କରି କାଟିଦେବା। କିନ୍ତୁ ଏଇଟା କେତେ ହଜାର ବର୍ଷ ତଳୁ ଏ କଥା ଅଛି। ଏ ବ୍ୟତିକ୍ରମଟାକୁ କ'ଣ ଆମେ ସୃଷ୍ଟି କରିଛୁ? ଆଉ ଯଦି ଆପଣମାନେ ଏତେ ସାଧକ ହେଇଗଲେ, ଏଇ ବ୍ୟତିକ୍ରମଟାକୁ କାଟି ଦିଅନ୍ତୁ। ଆଉ ସୂର୍ଯ୍ୟ ପରାଗ ପୃଥିବୀରେ ହେବ ନାହିଁ, ଆଉ ଚନ୍ଦ୍ରଗ୍ରହଣ ହେବ ନାହିଁ। ଏମିତି ଗୋଟେ ଦିନ ମୋର ମନେ ଅଛି, କେଉଁ ମସିହାଟା ମୋର ମନେ ପଡ଼ୁନି,
ଦିନଟା ସମ୍ପୂର୍ଣ୍ଣ ଅନ୍ଧାର ହେଇଗଲା। 10-15 ମିନିଟ୍ ପାଇଁ 10 ମିନିଟ୍ ଖଣ୍ଡେ ହବ ଇଏ ବୋବେଇଲେ, ଯେଉଁ ନିଶାଚର ମାନେ ବିଲୁଆ ଭୁକିଲେ, ଆଉ ସବୁ ଯେଉଁ ପେଚା ଫେଚା ଉଡ଼ିଲେ। ଆମେ ଗଲୁ କ'ଣ ଇଏ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଲେଖିଥିଲେ 7 ରାତି କ'ଣ ଅନ୍ଧାର ହବ, ସିଏ ହେଲା କି? ତାପରେ ଦେଖିଲାକୁ ସୂର୍ଯ୍ୟ ଉଦୟ ହେଲେ। ତେଣୁ ସବୁ କଥାର ସତ୍ୟଟାକୁ ମାନ, ହେୟ ଜ୍ଞାନ କର ନା। ଆପଣମାନେ ଯିଏ ହେୟ ଜ୍ଞାନ କରୁଛନ୍ତି, ଆପଣମାନଙ୍କୁ ଆମେ ସମ୍ମାନ ଦେଉଛୁ। ଯିଏ ନ ମାନିବ, ଯିଏ ବହୁ ପିଲା ପାଠ ପଢ଼ିବନି, ତାକୁ କ'ଣ ଆମେ ତାକୁ ପାଠ ପଢ଼ିବନି ବୋଲେ କ'ଣ ଛାଡ଼ିଦେବା? ତାକୁ ପୁଣି ବୁଝେଇବା, ତାକୁ ଚକୋଲେଟ୍ ଦେବା କି ବିସ୍କୁଟ୍ ଦେବା କି ହୁଧୁଅରେ ବାୟା କହିବା, କହିକି ପୁଣି ତାକୁ ଟିକେ ମନେଇବା ନା। ଆଉ ଆପଣମାନେ ଏଇ ଯେଉଁ ଖଣ୍ଡା ଧାରରେ ସବୁ କଥାବାର୍ତ୍ତା ସମୟ କେତେକ କରନ୍ତି, ମୁଁ ସେମାନଙ୍କୁ ବି ସମ୍ମାନ ଜଣାଉଛି। କିନ୍ତୁ ମୋର କହିବା କଥା, ଯଦି ତୁମେ ନ ମାନିବ ନ ମାନ, କିନ୍ତୁ ଅଯଥାରେ ଛେଳି କାଟିବା, କୁକୁଡ଼ା କାଟିବା, ଇଏ ସବୁ କି ଫାର୍ସ ସବୁ ଆପଣମାନେ କରୁଛନ୍ତି। ଆପଣମାନେ ଶିକ୍ଷାବିତ୍, ଆପଣମାନେ ହିଁ କୁହନ୍ତୁ ଯେ ଆଳୁରେ କ'ଣ ଅଛି, ଡାଲିରେ କ'ଣ ଅଛି, ବାଇଗଣରେ କ'ଣ ଅଛି, ଟମାଟରରେ କ'ଣ ଅଛି, କୋବିରେ କ'ଣ ଅଛି, କୁକୁଡ଼ାରେ କ'ଣ ଅଛି, ଛେଳିରେ କ'ଣ ଅଛି। ଏମିତି ଗାଈ, ପୃଥିବୀ ଯାକ ଗାଈ ମାଂସ ଖାଉଛି, ଏସବୁ କ'ଣ ଅଛି? କେଉଁ ଗୋଟିକ ଜୀବନ ପାଇଁ ବା ଆମ ଶରୀର ସୁସ୍ଥ ପାଇଁ ତାର ଆବଶ୍ୟକ ରହିଛି। ତାର ଆବଶ୍ୟକ ଥାଇପାରେ, କିନ୍ତୁ ପ୍ରଥମ କେଉଁଟା? କ୍ଷୀର ଖାଇ ମଣିଷ ବଡ଼ ହେଇଛି, କାହିଁ ହେନ ଗୋଟା ରାବିଡ଼ି ଖାଉନା? ପୁରୀ ଶ୍ରୀକ୍ଷେତ୍ରକୁ ଚାଲିଯିବ, ରାବିଡ଼ି ତିଆରି କରିକିରି ଗୋଟା ବସିକିରି ଖାଇଲ। ଆମର ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ମାନିବୁନି, ଆମେ ରାବିଡ଼ି ଖାଇବୁ। ଖାଅ। ଜଣେ କହେ ଜଣେ ମାନିଲେ ଦୁହେଁ ହୁଅନ୍ତି ଜ୍ଞାନୀ, ଜଣେ କହେ ଜଣେ ନ ମାନେ ଦୁଇ ଜଣ ଅଜ୍ଞାନୀ। ତେଣୁ ସଜ୍ଜନ, ଇଏ ଗଲା ଗୋଟାଏ ପଟର କଥା। ଆଉ ଗୋଟାଏ ପଟର କଥା ହେଉଛି, ରାହୁ ଆଉ କେତୁ ଆଜି ଆମକୁ ଗ୍ରାସ କରିଛନ୍ତି। ଆଜି ରାହୁ ର ସ୍ୱଭାବ ଯାହା ଜ୍ୟୋତିଷ ଶାସ୍ତ୍ରରେ ଲେଖା ହେଇଛନ୍ତି, ବା ମଣିଷ ଗୁଡ଼ାକ ସବୁ ରାହୁ ହେଇଗଲେଣି। 75% ରାହୁ ହେଇଗଲେଣି, ଅହଙ୍କାର ପ୍ରତୀକ ହେଇଗଲେଣି। କେତୁ ମଧ୍ୟ କେତେ କେତୁ ଆଜି ସମାଜରେ ବୁଲୁଛନ୍ତି, ତାଙ୍କୁ କେହି ପଚାରୁନାହାନ୍ତି। ଖଣ୍ଡିଆ ମଣ୍ଡିଆ ଲୋକଙ୍କୁ ପଚାରୁଛି କି? ତେଣୁ ଆମେ ଆମରି ଭିତରେ ସୂର୍ଯ୍ୟ, ଆମରି ଭିତରେ ଚନ୍ଦ୍ର, ଆମରି ଭିତରେ ପୃଥିବୀର ଶକ୍ତି, ଆମର ସ୍ୱଭାବ ହିଁ ରାହୁ, ଶରୀର ହିଁ କେତୁ। ଜଗନ୍ନାଥଙ୍କୁ ଦେଖନ୍ତୁ, ତାଙ୍କ ମୂର୍ତ୍ତିଟି କେମିତି? ସେ ରାହୁ, ତାଙ୍କ ସ୍ୱରୂପଟା କଳା। ଆଉ ସେ କେତୁ, ତାଙ୍କର ହାତର ପାପୁଲି ନାହିଁ, ଗୋଡ଼ ନାହିଁ, ଇଏ ନାହିଁ। ଜଗନ୍ନାଥଙ୍କୁ ସ୍ମରଣ କଲେ ସବୁଯାକ ଗ୍ରହ ନିଷ୍ଠ ଖଣ୍ଡନ ହେଇଯିବ। ତେଣୁ ଏଇସବୁ କଥା ମୁଁ ବି ଏଇସବୁ କଥାକୁ ଶୁଣେ ନେଇ କି ବୁଝେ ନେଇ। ଆଉ ମୋତେ ଯେତେବେଳେ ଭୋକ କରେ ମୁଁ ଖାଏ, ନ ଖାଇଲେ ମୋର ଗ୍ୟାସ୍ ହେଇଯିବ, ଆଉ ମୁଁ କାହିଁ ଖାଇବିନି। କିନ୍ତୁ ଆପଣମାନେ ଯିଏ କହୁଛନ୍ତି କୁହନ୍ତୁ, କିନ୍ତୁ ସବୁବେଳେ ପୂଜା ଯେମିତି ପ୍ରତିଷ୍ଠା ହେବ, ସେଇ କଥା ଆପଣମାନେ ଦୟାକରି ଆମକୁ ବୁଝାନ୍ତୁ। ଆପଣମାନେ ଶିକ୍ଷାବିତ୍, ଆପଣମାନେ ଆମର ଗୁରୁ, ଆପଣମାନେ ଆମକୁ ବୁଝାନ୍ତୁ। ତେଣୁ ପୁଣି ଆସନ୍ତାକାଲି କଥା କହିବି। କଥାଟି ଏଇଠି ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଗୁରୁ।